ପୂର୍ବତନ ବିଜେଡି ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ। ବରିଷ୍ଠ ବିଜେଡି ନେତା ତଥା ଦୁଇ ଥର ବିଧାୟକ ବିଜୟ ମହାନ୍ତିଙ୍କର ପରଲୋକ। ବିଜେଡି ଟିକେଟରୁ 2 ଥର ହୋଇଥିଲେ ବିଧାୟକ। ଭୁବନେଶ୍ୱରରୁ 2009 ଓ 2014ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। 60 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସୂଚନାଯୋଗ୍ୟ, ବିଜୟ ଗେଷ୍ଟ ହାଉସରେ ଥିଲେ। ହଠାତ୍ କିଛି ରେସ୍ପନ୍ସ ନ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ସବୁବେଳେ ଗରିବ ଲୋକଙ୍କ ସହ ଥିଲେ। ଗରିବଙ୍କ ଲାଗି ସହାୟତାର ହାତ ବଢ଼ାଉଥିଲେ। ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନେଉଥିଲେ ପ୍ରମୁଖ ଭୂମିକା। 1982ରେ ଥିଲେ ଭୁବନେଶ୍ୱର ଛାତ୍ର ଜନତା ଦଳର ସମ୍ପାଦକ। 1988ରୁ 1992 ପର୍ଯ୍ୟନ୍ତ ଥିଲେ ଭୁବନେଶ୍ୱର ବିଜେଡି ସଭାପତି। ସେହିପରି 1992ରୁ 1998 ପର୍ଯ୍ୟନ୍ତ ଥିଲେ ବିଜେଡି ରାଜ୍ୟ ସମ୍ପାଦକ। 1998ରୁ 2000 ଥିଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ। 2002ରୁ 2007 ପର୍ଯ୍ୟନ୍ତ ଥିଲେ ଓଡ଼ିଶା ଯୁବ ପରିଷଦର ସଭାପତି। ଏହା ସହ ବିଧାୟକ ଥିବାବେଳେ ବିଭିନ୍ନ କମିଟିର ସଦସ୍ୟ ଥିଲେ।